ନମସ୍କାର। ଆଜି ମଙ୍ଗଳବାର ଫେବୃଆରୀ 24 ତାରିଖର ଶୁଣିବା ରାଶିଫଳ। ମେଷ, କର୍ମକ୍ଷେତ୍ରର ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ ସଫଳତା ପାଇବେ। କୃତ୍ତିକା ନକ୍ଷତ୍ର ସକାଶେ ପଡ଼ୋଶୀଙ୍କ ପ୍ରତିବାଦ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ଅଟକିବ। ବିବାଦୀୟ କଥାରେ ମୁଣ୍ଡ ନ ପୂରେଇବା ଭଲ ହେବ। ରଚନାତ୍ମକ କାର୍ଯ୍ୟାରମ୍ଭ, ଋଣ ପରିଶୋଧ, ପାରିବାରିକ ଆବଶ୍ୟକତା ସକାଶେ ଆଲୋଚନା କରିପାରନ୍ତି। ବୃଷ, ବନ୍ଧୁଙ୍କ ପାରିବାରିକ କଥାରେ ଅନୁପ୍ରବେଶ କରି ମଧ୍ୟସ୍ଥତା କଲେ ଅପଦସ୍ଥ ହୋଇପାରନ୍ତି। ଆଜିର ଯାତ୍ରାକାଳୀନ ରାସ୍ତାରେ ଅଜଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ। ରୋହିଣୀ ନକ୍ଷତ୍ରର ଘରେ ଅସାବଧାନତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ। ଅବହେଳାରୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି। ମିଥୁନ, ପ୍ରତୀକ୍ଷିତ ଖବରଟି ପାଇବା ପାଇଁ ଚାହିଁ ଚାହିଁ ଆଖିରୁ ପାଣି ମରିଯାଇପାରେ। ସହକର୍ମୀଙ୍କ ଆଶ୍ୱାସନା ସାଙ୍ଗକୁ ସହଯୋଗ, ସୁଖ ସମ୍ମାନ ପାଇଁ ଖୁସି ହେବେ। ଆର୍ଦ୍ରା ନକ୍ଷତ୍ର କ୍ଷେତ୍ରରେ ରାଜନୈତିକ ସ୍ତରରେ ବନ୍ଧୁଙ୍କ ଜଟିଳ ଚିନ୍ତାଧାରା ଅତିଷ୍ଠ କରିପାରେ। ସହକର୍ମୀଙ୍କ ନିକଟରେ ବାକି ପଡ଼ିଥିବା ବହୁଦିନର ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍କଟ, ପୁନର୍ବସୁ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପୂରଣୀୟ ଆଶା ଆଜି ପୂରଣ ହୋଇଯିବ। ପୂର୍ବ ଶତ୍ରୁତା କାରଣରୁ ବେଳ କାଳ ଉଣ୍ଡି ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା କ୍ଷେତ୍ରରେ ବନ୍ଧୁଙ୍କ ସହଯୋଗ ଅବିସ୍ମରଣୀୟ ରହିବ। ନୂତନ କର୍ମାରମ୍ଭ ସକାଶେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ସିଂହ, ମନ ଅନୁଯାୟୀ କାର୍ଯ୍ୟ ହାସଲ ହେବା ସାଙ୍ଗକୁ ମନୋରଞ୍ଜନରେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇପାରନ୍ତି। ଉତ୍ତର ଫାଲ୍ଗୁନୀ ନକ୍ଷତ୍ରର ପାରିବାରିକ ଅସ୍ଥିରତା ଲାଗି ରହିଲେ ମଧ୍ୟ କାମ ଅଟକିବ ନାହିଁ। ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ବନ୍ଧୁଙ୍କର ଛୋଟ ଛୋଟ କଥାକୁ ଧରି ବସନ୍ତୁ ନାହିଁ। ଆବଶ୍ୟକତା ପୂରଣ ସକାଶେ ଅର୍ଥାଭାବ ବିଚଳିତ କରିବ। କନ୍ୟା, ଯେତେ ଚେଷ୍ଟା କଲେ ମଧ୍ୟ ମନ ମୁତାବକ କାମ ନ ହେବା ଯୋଗୁଁ କ୍ଷୁବ୍ଧ ହୋଇପାରନ୍ତି। ଆଜିର କର୍ମକ୍ଷେତ୍ରରେ ଚିତ୍ରା ନକ୍ଷତ୍ର ସକାଶେ ସହଜରେ କାମ ହାସଲ କଷ୍ଟକର ହେବ। ପରିବାର ସନ୍ଦେହ ଓ ଭୁଲ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସରକାରୀ କ୍ଷେତ୍ରରୁ ଲାଭର ଆଶା ଦେଖି ମାନସିକ ସ୍ତରରେ ଖୁସି ହୋଇପାରନ୍ତି। ତୁଳା, ଉପରିସ୍ଥ କର୍ମଚାରୀଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ୱାତୀ ନକ୍ଷତ୍ରର ସାଧାରଣ କଥାରୁ ସ୍ତ୍ରୀଙ୍କ ସହ ମନମାଳିନ୍ୟ ଘଟିପାରେ। ସହକର୍ମୀଙ୍କ ଅସହଯୋଗ କାରଣରୁ ସୁବିଧାରେ କାମ ହାସଲ କରିବା କଷ୍ଟକର ହେବ। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ବିଛା, ଦୀର୍ଘଦିନର ସ୍ୱାସ୍ଥ୍ୟଗତ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ଯୋଗୁଁ ଆଶ୍ୱସ୍ତି ଲାଭ କରିବେ। ବିଶାଖା ନକ୍ଷତ୍ର ସକାଶେ ଈର୍ଷାପରାୟଣ ବଶତଃ ନିକଟସ୍ଥ ବ୍ୟକ୍ତିବିଶେଷ କୌଣସି ଅଭିଯୋଗ କରିପାରନ୍ତି। ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବା ସହ ପ୍ରଶଂସିତ ମଧ୍ୟ ହୋଇପାରନ୍ତି। ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ। ଧନୁ, ମୂଳା ନକ୍ଷତ୍ର ସହକର୍ମୀଙ୍କ ସହମତିରେ କାର୍ଯ୍ୟ କଲେ ସଫଳତା ପାଇବେ। କଠିନ ଶ୍ରମ ଓ ବିଶ୍ରାମ ଅଭାବରୁ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିଯିବ। ଶତ୍ରୁମାନେ ଆପଣଙ୍କ ପଛରେ ଛାଇ ଭଳି ଲାଗି ରହିଥିଲେ ମଧ୍ୟ ଅର୍ଥ ଅନିଷ୍ଟ କରିପାରିବେ ନାହିଁ। ଶିଳ୍ପ ବାଣିଜ୍ୟରେ ଲାଭାଂଶ ବଢ଼ିବା ସହ ବ୍ୟବସାୟକୁ ବହୁମୁଖୀ କରିବା ପାଇଁ ଚିନ୍ତା କରିପାରନ୍ତି। ମକର, ପାରିବାରିକ କାର୍ଯ୍ୟକ୍ରମରେ ବନ୍ଧୁଙ୍କ ସହ ଭୁଲ ବୁଝାମଣା ହେତୁ ସମସ୍ୟା ବଢ଼ିଯାଇପାରେ। ବାରମ୍ବାର ପ୍ରତିବନ୍ଧକରୁ କର୍ମକ୍ଷେତ୍ରରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ।
ଉତ୍ତରାଷାଢ଼ ନକ୍ଷତ୍ରର ସ୍ୱାସ୍ଥ୍ୟରେ ଉନ୍ନତି ହେବାରୁ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ବୃଦ୍ଧି ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ। କୁମ୍ଭ, ଆଜି ଯେଉଁ କାମରେ ହାତ ଦେଲେ ମଧ୍ୟ ସହଜ ଓ ସୁବିଧାରେ କାମ ହାସଲ କରିଦେବେ। ପୂର୍ବ ଭାଦ୍ରବ ନକ୍ଷତ୍ର ସୌଖିନୀ ଦ୍ରବ୍ୟ ବ୍ୟବସାୟରୁ ଲାଭବାନ ହେବେ। କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ ପରିଶ୍ରମ ଯୋଗୁଁ ସ୍ନାୟବିକା ଦୁର୍ବଳତା ଅନୁଭବ କରିପାରନ୍ତି। ଅସମର୍ଥିତ ସୂତ୍ରରୁ ହଠାତ୍ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ମୀନ, କର୍ମକ୍ଷେତ୍ରରେ ଆକସ୍ମିକ ତର୍କ ଓ ବିବାଦ ବୃଦ୍ଧି ପାଇବା କାରଣରୁ ମଧ୍ୟାହ୍ନରେ ଟେନସନ୍ ବଢ଼ିଯାଇପାରେ। ରେବତୀ ନକ୍ଷତ୍ର ସକାଶେ ଆପଣଙ୍କ ପ୍ରଗତିରେ ମିତ୍ରମାନେ ଈର୍ଷାପରାୟଣ ହୋଇ ପରୋକ୍ଷ ସମାଲୋଚନା କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ ଏବଂ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବା ସହ ସୌଭାଗ୍ୟ ପ୍ରାପ୍ତି ହେବେ। ନମସ୍କାର, ଜୟ ଜଗନ୍ନାଥ।